ବୟସର ଅପରାହ୍ନରେ ହୀନସ୍ତା ହେଉଛନ୍ତି ବୃଦ୍ଧା ବାପା। ଖାଇବାକୁ ନ ଦେଇ ଘରୁ ବାହାର କରିଦେଲା ଜନ୍ମ କଲା ପୁଅ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ବାଣେଶ୍ୱରପଡ଼ାରେ। ସେହି ଗ୍ରାମ ଭାବ ବେହେରା, ଯାହାଙ୍କ ବୟସ 80 ବର୍ଷ ଓ ପତ୍ନୀ ଉଷା ବେହେରା ବୟସ 75 ବର୍ଷ। ଛୋଟବେଳୁ ଯେଉଁ ପୁଅକୁ କୋଳେଇ କାଖେଇ ମଣିଷ କରିଥିଲେ ବାପା ମା, ସେ ପୁଅ ଆଜି ବୃଦ୍ଧ ବାପା ମା ବୋଝ ହୋଇପଡ଼ିଛନ୍ତି। ପୁଅ ଖାଇବା ପିଇବାକୁ ନ ଦେଇ ଗାଳି ଗୁଲଜ କରି ଘରୁ ବାହାର କରିଦେଇଥିଲା ଶୈତାନ ପୁଅ। ଏନେଇ ବୃଦ୍ଧା ଦମ୍ପତି ଉଭୟ ତିଗିରିଆ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ଥିବା ପୋଲିସ ବାବୁ ତମ ଫ୍ୟାମିଲି ମ୍ୟାଟରରେ ଆମେ କ'ଣ କରିବୁ କହି ଥାନାରୁ ବାହାର କରିଦେଇଥିଲେ। ସେଠାରୁ ନିରାଶ ହେବା ପରେ ନ୍ୟାୟ ଆଶାରେ ଆଜି ବାପା ମା ନିଜ ଜନ୍ମ କରିଥିବା ପୁଅ ନାମରେ ଅଭିଯୋଗ ପତ୍ର ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ନ୍ୟାୟ ପାଇଁ ପହଞ୍ଚିଛନ୍ତି। ପୁଅ ବୋହୂଙ୍କ ଲାଞ୍ଛନା ସହି ନ ପାରି ନିଜେ ରୋଷେଇ କରି ଖାଉଥିଲେ ବୃଦ୍ଧ ବାପା ମା ଏବଂ ଯେତେବେଳେ ଖାଇବା ପିଇବାକୁ ଅସୁବିଧା ହେଲା ସେତେବେଳେ ନିଜ ଝିଅମାନଙ୍କର ଦ୍ୱାରସ୍ଥ ହେଲେ ବୃଦ୍ଧା। ସୂଚନା ଅନୁସାରେ ଏବେ ସେମାନେ ବଡମ୍ବା ଭାଗବତପୁରରେ ନିଜ ଝିଅ ଘରେ ରହୁଛନ୍ତି। ପରିଣତ ବୟସରେ ବୃଦ୍ଧା ଦୁଇ ଜଣ ଚାହୁଁଛନ୍ତି କେବଳ ପୁଅ ବୋହୂର ସେବା, କିନ୍ତୁ ଲାଗୁଛି ନିଜ ପୁଅ ବୋହୂଙ୍କ ଠାରୁ ଏସବୁ ଆଶା କରିବା ଉଭୟଙ୍କ ପାଇଁ ଏକ ଦିବା ସ୍ୱପ୍ନ ହୋଇ ରହିଯିବ। ଦେଖିବାକୁ ବାକି ରହିଲା କେବେ ବୃଦ୍ଧା ବାପା ମାଙ୍କୁ ମିଳୁଛି ନ୍ୟାୟ। कौन है एठिक आस खाइबा घर चढ़े कल तो घर को जाते खाइबा कम दबुनि दुई मास खाइबा दे भत्ता पैसा 3,500 नेला इंदिरा आशा आईला जे 1,20,000 देले आम घरे ना टे चालिया करी गोड़ हाथ चलुला बोली मुठा आंधी खाऊलु गोड़ हाथ नचला कौन मुझे मुठा आंधी की मास तो मिछ खच कहीकि आम साथी गंडगोल कले पाटिमुंड कले कहले आम ते खाइबा दबुनि तु घर जा आम घर बाहर आइलु कौन कुआड़े गला आसिक बाईपास बसिलु बाईपास गोटे अटा उतर अटो कहलु आमको टे नहीं झील छाड़ी झील छाड़देला झील पास आइला रही खोजुल कि पचारूनी कि थाना कौन कहले थाना वाला किसी कहले बुझे तापर एठी कौन बेच थाना कहबू हेटो कौन बुझुଛନ୍ତି कि न बुझुଛନ୍ତି देखिए कौन जदि न बुझिले पाखे रहबू पूरा पड़ी जड़िया कहे पड़ो सेठू केते दिन रहइबो मागुଛନ୍ତି कि रखुଛନ୍ତି से विचार करेंगे घर बिंदाणिया बाली बाणेश्वर पड़ा कौन तुम असुविधा है पुआ बहु घरे आमको रखईदेले नहीं खाया को देले नहीं आम 3 दिन उपास रहीकि उपास पचरे आसिक बड़ झील हटे रही घर चढ़ी सेठू ये बड़ झील हटे तो आगे छो एबे कौन कहूच कटकरू मानस कुमार साहू रिपोर्ट संघर्ष टीवी।